କାଲି ସାଙ୍ଗମାନେ ବ୍ଲିଙ୍କିଟ୍‌ରେ ମୋର ଗୋଟେ ବଡ଼ ଭାଇଙ୍କ ସହିତ ଝଗଡ଼ା ହେଇଗଲା। କାରଣ ସେ କହିବାର କଥା କି ମୁଁ ଯୋଉ ଗୋଟେ ରିସେଣ୍ଟଲି ଭିଡ଼ିଓ ପକେଇଥିଲି ବ୍ଲିଙ୍କିଟ୍‌ରେ ଗୋଟେ ଦିନ କେତେ ଅର୍ନିଂ ହୁଏ। ତ ମୁଁ ଦେଖେଇଥିଲି ମୋର କେତେ ଟଙ୍କା ଅର୍ନିଂ ହେଇଥିଲା, 18,000 ହେଇଥିଲା 16 ଘଣ୍ଟା ଲଗ୍ଇନ୍ ରହିକି। ତ ସେ ସେଇ କଥା କହିଲେ କି ଭାଇ ତୁ ଭିଡ଼ିଓ କରୁଛୁ ଠିକ୍ ଅଛି, ହେଲେ ଏ ଅର୍ନିଂଟା କ'ଣ ପାଇଁ ଦେଖେଇଲୁ? ହଁ, ତୋ ଦେଖେଇବା ଦ୍ୱାରା ପିଲା ଏଠି ଆସିକି ଆଡ୍ ହେବେ, ଯାହାଫଳରେ ଆମ ଅର୍ଡ଼ର ବାଜିବାକୁ ବହୁତ କମ୍ ହବ। ହଁ ଭାଇ, ସେଇଟା ମୁଁ ମାନୁଛି। ପିଲା ଆଡ୍ ହେଲେ ତମ ଅର୍ଡ଼ର ବାଜିବା କି ମୋ ଅର୍ଡ଼ର ବାଜିବା ବହୁତ କମ୍ ହେଇଯିବ। ହେଲେ ତମେ ଯେତେବେଳେ ରେଫର କରୁଛ ପିଲାମାନଙ୍କୁ କରିକି ଯୋଉ 6,000 7,000 ଟଙ୍କା ନଉଛନ୍ତି, ସେତେବେଳେ ମୁଁ ତମକୁ କିଛି କହୁଛି କି ରେଫର କଲା ଭିତରେ? ହଁ, ମତେ ରେଫର କଲା ବେଳେ କିଛି କହୁନି କି ତମେ ଭାଇ କାହିଁ ପିଲା ଆଡ୍ କରୁଛ, କ'ଣ ରେଫର କଲେ ପିଲା ଆଡ୍ ହଉନାହାନ୍ତି ନା କ'ଣ ହଉନାହାନ୍ତି? ତ ସେତେବେଳେ ଆମ ଅର୍ଡ଼ର ଇଏ ହଉନି, ଅର୍ଡ଼ର ବି ସେତେବେଳେ ବି କମ୍ ହଉଛି। ପିଲା ଆଡ୍ କଲେ ରେଫର କଲେ ତମେ ରେଫର କରିକି କିଛି ଟଙ୍କା ପାଇଁ ହେଲେ ତମର ନିଜର ସ୍ୱାର୍ଥ ପାଇଁ ରେଫର କରିଦଉଛ। ମୁଁ ତ କିଛି ସେମିତି କରିନି ନା, ମୁଁ ତ ବାସ୍ ଖାଲି ଭିଡ଼ିଓ ପକେଇଲି କେତେ ଟଙ୍କା ଅର୍ନିଂ ହଉଛି। ସେଇଥିରେ ଭାଇ କହୁଛନ୍ତି ତୁ କରିବୁନି ଏଇସବୁ ଭିଡ଼ିଓ, ତୁ ଇଏ କରନା। ଆରେ ଭାଇ କ'ଣ ପାଇଁ? ମୋ ଭିଡ଼ିଓ ଦ୍ୱାରା ଯଦି କୋଉ ପିଲା ଆସି କାମ କରୁଛି ତା ଘର ଚଳିବା ପାଇଁ ପେଟ ପାଟଣା ପାଇଁ ଯଦି ପୋଷୁଛି, ସମସ୍ତେ ଭାଇ ଏଠି ପେଟ ପାଟଣା ପାଇଁ କାମ କରନ୍ତି। ତ ସେଠି କାମ କରୁଛନ୍ତି ଆସି ତ ଲାଭ ଟିକେ ଅଛି, ଲାଭ ତ ଭଲ ହେଲା ନା। ଗୋଟେ ପିଲାଟେ ଯାହା ହଉ କାମ କରିକି ନିଜ ଘର ଚଳେଇ ପଡୁଛି। ସେଇଥିରେ ସେ ଭାଇ କହୁଛନ୍ତି ନାଇଁ ତୁ ଇଏ କରୁନୁ, ତୁ ଆଜିକାର ପିଲା, ତୁ ଆଜି ଆସିଛୁ ଏଥିପାଇଁ। ସେ ସେଠିକାର ଲୋକାଲ ପିଲା, ମୁଁ ବି ସେଠିକାର ଲୋକାଲ ପିଲା। ତ ତାଙ୍କ ନାଁ ନବାକୁ ଚାହୁଁନି। ସେ ମତେ ଛୋଟବେଳୁ ଦେଖି ଯାଇଛନ୍ତି ମୁଁ କେମିତି ସେ କ'ଣ, ମୁଁ ବି ତାଙ୍କୁ ଦେଖି ଯାଇଛି, ତାଙ୍କ ସହିତ ମିଶି ଯାଇଛି। ଯଦି ତାଙ୍କର ଏଇ କଥା କହିଲା ଖରାପ ଲାଗିଲା, ମୁଁ ସେ କଥା କହିଲି ଭାଇ ଅଲଗା ଷ୍ଟୋର ପିଲା ତାଙ୍କର ରହୁଛନ୍ତି 70ଟା ପିଲା, ତାଙ୍କର ଯେତିକି ସଂଘ ଅଛି 70 ପିଲାର ଆଡ୍ କରୁନାହାନ୍ତି କି କିଛି କରୁନାହାନ୍ତି। ତମେ ତ ଏଠି କିଛିଟା ଟଙ୍କା ପାଇଁ ରେଫର କରିଦଉଛ, 6,000 7,000 ପାଇବ ବୋଲି ରେଫର କରିଦଉଛ ପିଲା। ତାପରେ କ'ଣ ନା ତୁ ଭିଡ଼ିଓ କରୁଛୁ ବୋଲି ପିଲା ଆଡ୍ ହେଇଯାଉଛନ୍ତି। ଭାଇ ନିଜ ତ ସ୍ୱାର୍ଥ ଦେଖୁନ କି ରେଫର କରିଦେବେ 6,000 7,000 ପାଇଯାଉଛନ୍ତି, ସେଥିରେ କିଛି ହଉନି ନା। ପିଲା ହାତରେ ଅର୍ଡ଼ର ଆମର ଇଏ ହଉନି, କମି ଯାଉନି। ସେଇ କଥା କହିବା ଦ୍ୱାରା କହୁଛନ୍ତି ଭାଇ ହଉ ମୋର ଭୁଲ ହେଲା ତତେ କହିକି ଆଉ କିଛି କହିବୁନି। ମୁଁ ଭାଇ ଭୁଲ କାହିଁ ମାଗୁଛ, କହିବ କ'ଣ ପାଇଁ ଭୁଲ କାହିଁ ମାଗିବି? ତ ମୁଁ ଯୋଉ ଭିଡ଼ିଓ କରୁଛି ସେଥିରେ କ'ଣ ଖରାପ ଅଛି? ତ ନିଜର ଅର୍ନିଂ ଦେଖିଲି, ଯୋଉ ପିଲା କାମ କରୁନାହାନ୍ତି ତ ଏଇଟା ପାଠଟାକୁ ଦଉଛନ୍ତି ଚୋରଟାକୁ କରୁ, ନିଜର ସଂଖ୍ୟାର କିଛି ପାଇପାରିବେ। ସେ ପିଲା ଏମିତି ମତେ କହିଲେ ବ୍ଲିଙ୍କିଟ୍, କାଲି ଝଗଡ଼ା ହେଲା ଟିକେ ହବ ତ କିଛି ନୁହଁ। ସେତିକି କହୁଛି ଯିଏ ବି କର ନିଜ ସମସ୍ତେ ବାଣ୍ଟି ବୁଣ୍ଟି ଖାଆନ୍ତି, ସେଇଭଳିଆ ବାଣ୍ଟି ବୁଣ୍ଟି ଖାଅ ନା। ସେ ଅର୍ନିଂ କରିଛି, କଷ୍ଟ କରିକି ତ ପଇସା ପାଇବ ନା, ଆଉ ମନକୁ କଷ୍ଟ ନ କରିକି ପଇସା ପାଇଯିବ। ହଉ ସାଙ୍ଗ ରହିଲି, ଜୟ ଜଗନ୍ନାଥ ସାଙ୍ଗ।